ମୁଁ ଲଳିତା ଶତପଥୀ, ସଭାପତି ନାରୀ ସୁରକ୍ଷା ଏବଂ ମୁଖ୍ୟ ସମ୍ପାଦିକା ନାରୀ ସୁରକ୍ଷା ପତ୍ରିକା। ଏହିଠାରେ ଆଜି ଦୁର୍ଗା ପୂଜା ଉପଲକ୍ଷେ ମୁଁ ଆମର କଟକବାସୀ ତଥା ଓଡ଼ିଶାବାସୀକୁ ଅଭିନନ୍ଦନ ଜଣାଉଛି ଏବଂ ସେମାନେ ଆଜି ଯେପରି ଭାବରେ ଜାତି ଧର୍ମ ନିର୍ବିଶେଷରେ ଦଶହରା ପୂଜାକୁ ପାଳନ କରୁଛନ୍ତି, ସେ ବିଭିନ୍ନ ଜାଗାରେ ଏହା ଦେଖିବା ବିରଳ। କଟକ ସହରରେ ଭାଇଚାରାର ସହର। ଏଠି ସୁନା ରୂପାର ମେଢ଼ ହୁଏ। ସେମାନେ ଏହି ଦୁର୍ଗା ପୂଜାକୁ ବହୁତ ଆନନ୍ଦର ସହିତ ପାଳନ କରିଥାନ୍ତି ଏବଂ ନାରୀ ସୁରକ୍ଷାରେ ଯେହେତୁ ମୁଁ କାମ କରୁଛି, ମୋର ନାରୀ ସୁରକ୍ଷା ଉତ୍କଳ ମହିଳା ସମିତି ବିଭିନ୍ନ ସଂଗଠନ ସହିତ ମୋର ସଂଯୋଗ ଅଛି, ସମ୍ପୃକ୍ତ ଅଛି, ସାମିଲ ଅଛି ଏବଂ ମୁଁ ଭାବୁଛି ଯେ ପ୍ରତ୍ୟେକ ନାରୀ ହେଉଛନ୍ତି ଦୁର୍ଗତି ନାଶିନୀ। ଦୁର୍ଗତି ନାଶିନୀର ପ୍ରତୀକ ହେଲେ ଏଇ ଦୁର୍ଗା। ମୃଣ୍ମୟୀ ଦୁର୍ଗା ହେଉଛନ୍ତି ସବୁ ନାରୀର, ସେ ହେଉଛନ୍ତି ଏକ ପ୍ରତୀକ। ଆମେ ନାରୀମାନଙ୍କୁ ପୂଜା କରିବା ଆବଶ୍ୟକ। ନାରୀମାନଙ୍କ ପ୍ରତି କୌଣସି ଖରାପ ବ୍ୟବହାର କରିବା ଉଚିତ ନୁହେଁ। କିନ୍ତୁ କଟକ ସହରରେ ଯେମିତି ଭାବରେ ମାଦକ ଦ୍ରବ୍ୟ ବଢ଼ି ଚାଲିଛି, ତା ଦେହରେ ନାରୀମାନେ ବିଭିନ୍ନ ଦିଗରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ ଝିଅମାନେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ କି ଆମେ ସ୍ୱର ଉତ୍ତୋଳନ କରୁଛୁ ଏବଂ କିଭଳି ଭାବରେ ନିଶା ନିବାରଣ କରାଯିବ, ଆମେ ସେଥିପାଇଁ ଲୋକମାନଙ୍କୁ ସଚେତନ କରୁଛୁ। ଦ୍ୱିତୀୟ କଥା ହେଲା ଯେ ଏଠାରେ ଜରିର ଯେଉଁ ଦୂଷଣ ହେଉଛି, ଆମର କଟକ ସହର ପ୍ରଦୂଷଣ ହେଉଛି ଜରି ବ୍ୟବହାର ଦ୍ୱାରା। ତା ଦ୍ୱାରା ଆମେ ବିଭିନ୍ନ ଗାଈମାନେ ସେ ବାହାରକୁ ଛାଡ଼ୁଛନ୍ତି ଜରି ଖାଇକରି, ସେମାନେ ଜିହ୍ୱାରେ ରୋଗାକ୍ରାନ୍ତ ହେଉଛନ୍ତି। ସେଇ କ୍ଷୀର ଆମେ ପିଉଛୁ। ସେଥିପାଇଁ ଆମର ବିଭିନ୍ନ ସାହି ବସ୍ତିରେ ଆଲୋଚନା ଚକ୍ର ଏବଂ ସେଥିପାଇଁ ସଚେତନତା ଶିବିର କରାଯାଉଛି। ଦ୍ୱିତୀୟତଃ ଯେ ଏଠାରେ ଯେଭଳି ଭାବରେ ଠିକ୍ ଲେବୁଲ୍ ଦେଖିକରି ଲୋକ ଜିନିଷ କିଣୁନାହାନ୍ତି। ସେ କିଭଳି ସବୁ ଲେବୁଲ୍ ଦେଖିକରି ଯେଉଁଗୁଡ଼ାକ ସମୟ ଚାଲିଯାଇଛି ସେ ଜିନିଷ ନ କିଣି ଠିକ୍ ସମୟ ଥିବା ଜିନିଷକୁ ଗ୍ରହଣ କରନ୍ତୁ। ସେଥିପାଇଁ ନାରୀ ସୁରକ୍ଷା ତରଫରୁ ବି ଆମର ସଚେତନତା ଶିବିର ସବୁ ସାହି ବସ୍ତିରେ ଆମେ ବୁଲି କରୁଛୁ। ତୃତୀୟ ହେଲା ନାରୀମାନଙ୍କୁ ସହଯୋଗ କରିବାକୁ ଆମେ ସିଲେଇ ମେସିନ୍, ମାଗଣା ସିଲେଇ ମେସିନ୍ ସିଲେଇ କିଭଳି ଭାବରେ କରିବା ସେଇ ଶିକ୍ଷା ଦିଆଯାଉଛି। ଏମିତି ବିଭିନ୍ନ କାମ କରାହେଉଛି। ଶେଷରେ ମୁଁ ଏତିକି କହିବି ଯେ ସହରବାସୀ ଏଇଭଳି ଭାବରେ ସବୁବେଳେ ଦୁର୍ଗା ପୂଜା ପାଳନ କରୁଥାନ୍ତୁ ଏବଂ ଏଇ ସହରଟି ଭାଇଚାରାର ସହର ହୋଇ ରହୁ।